ଆପଣ ଯେତେ ପୂଜା କରିବେ ସେତେ କଷ୍ଟ ହିଁ ଆସିବ। ଯେତେ ଭଗବାନଙ୍କୁ ପୂଜା କରିବେ ସେତେ କଷ୍ଟ ହିଁ ଆସିବ। ଆପଣ ଭାବୁଥିବେ କାହିଁକି? ଆସନ୍ତୁ କାହିଁକି ଜାଣିବା। ସମସ୍ତଙ୍କୁ ମୋର ନମସ୍କାର। ମୁଁ ବିଭୀଷଣ ଆଉ ଗୋଟେ ସୁନ୍ଦର କାହାଣୀ ନେଇ ଆପଣମାନଙ୍କ ସମ୍ମୁଖରେ। ଯେମିତି ଆପଣ ଯେତେ ଉପର କ୍ଲାସ୍କୁ ଯାଉଛନ୍ତି ପାଠ ପଢ଼ିଲା ସମୟରେ, ଗୋଟେ କ୍ଲାସ୍ରୁ ଅନ୍ୟ କ୍ଲାସ୍କୁ ଯିବା ତ ପରୀକ୍ଷା ତ ଦେବାକୁ ପଡ଼ିବ, ଏକ୍ଜାମ୍। ତ ପରୀକ୍ଷାର ପାସ୍ ହେଲେ ସିନା ଅନ୍ୟ କ୍ଲାସ୍କୁ ଯିବା। ପ୍ରଥମ ଶ୍ରେଣୀର ପରୀକ୍ଷା ନଦେଲେ ଦ୍ୱିତୀୟ ଶ୍ରେଣୀକୁ ଯାଇପାରିବାନି। ତ ପରୀକ୍ଷାରେ ପାସ୍ କଲେ ସିନା ଦ୍ୱିତୀୟ ଶ୍ରେଣୀକୁ ଯିବା। ଯେମିତି ପରୀକ୍ଷାରେ ପାସ୍ କଲେ ସେ ଆଉ ଗୋଟେ କ୍ଲାସ୍କୁ ଯିବା, ସେମିତି ଭଗବାନ ଆମର ପରୀକ୍ଷା ନିଅନ୍ତି। ତ ଯଦି ଆମ ଜୀବନରେ କଷ୍ଟ ଆସିଲା, ଜାଣିବେ ଯେ ଆମର ପରୀକ୍ଷା ଆରମ୍ଭ ହୋଇଗଲା। ତ ଆମେ ଗୋଟେ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ଗଲେ। ପରୀକ୍ଷା ଭଗବାନ ବି ଆମର ନିଅନ୍ତି। ଆଉ ଯେତେ ଭକ୍ତି କରିବା ସେତେ ପରୀକ୍ଷା, ଯେତେ ଭକ୍ତି କରିବା ସେତେ ପରୀକ୍ଷା। ପରୀକ୍ଷା ତ ଦେବାକୁ ପଡ଼ିବ ଆମକୁ। ଯେତେବେଳେ ଆମର ପାସ୍ ହେଇଯିବା, ତାହେଲେ ପୂଜାର ଫଳ ନିଶ୍ଚିତ ରୂପେ ମିଳିଯିବ। ତ ଆମକୁ ଟିକିଏ କଷ୍ଟ ହେଲେ, କଷ୍ଟ ପଡ଼ିଲେ, ହେ ଭଗବାନ ମୋତେ କାହିଁକି ଏତେ କଷ୍ଟ ଦେଉଛନ୍ତି? କଷ୍ଟ ଦେଲେ ହିଁ ଆପଣ ଜାଣିବେ ଯେ ମୁଁ ପାସ୍ କଲି। କଷ୍ଟ ପାଇଲେ ଯେ ମୁଁ ପରୀକ୍ଷାରେ ପାସ୍ କଲି, ଦ୍ୱିତୀୟ କ୍ଲାସ୍କୁ ଗଲି। ରହୁଛି, ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ସମସ୍ତଙ୍କୁ ଧନ୍ୟବାଦ। ଜୟ ଶ୍ରୀରାମ। ଜୟ ଶ୍ରୀରାମ।